ଆପଣ ଜାଣିଥିବେ ସୁଭଦ୍ରା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଆପ୍ଲାଏ ଆରମ୍ଭ ହେଇଯାଇଛି। ତ ଆଜି ଏହି ଭିଡ଼ିଓ ମଧ୍ୟରେ ମୁଁ ଆପଣଙ୍କୁ ଜଣେଇବି ଯେ ଆବେଦନର ଲାଷ୍ଟ ଡେଟ୍ କେବେ ଅଛି ଏବଂ ଯୋଗ୍ୟତା ମାନଦଣ୍ଡରେ କଣ ପରିବର୍ତ୍ତନ ହେଇଛି, ଏଣିକି କଣ ଆପଣଙ୍କର ଥିଲେ ଆପଣ ଏହି ଯୋଜନାରୁ ବାଦ ପଡ଼ିବେ, କେମିତି ଆପଣ ବାଦ ପଡ଼ିବେ, ସେ ବିଷୟରେ ଆଜି ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣଙ୍କୁ ଜଣେଇବି। ତ ଚାଲନ୍ତୁ ଡେରି ନକରି ଭିଡ଼ିଓଟିକୁ ଆରମ୍ଭ କରିବା। ତ ସର୍ବପ୍ରଥମେ ମୁଁ ଆପଣଙ୍କୁ ଜଣେଇବି ଯେ ଯୋଗ୍ୟତା ମାନଦଣ୍ଡ ଏଣିକି ଯୋଗ୍ୟତା ଆପଣ କେମିତି ଆବେଦନ ପାଇଁ ଯୋଗ୍ୟ ହେବେ, ଯୋଜନାରେ କେମିତି ଆପଣଙ୍କୁ ଲାଭ ମିଳିବ। ତ ସର୍ବପ୍ରଥମେ ଦେଖନ୍ତୁ, ଆପଣଙ୍କୁ ଦେଖାଉଛି ଆବେଦନର ଓଡ଼ିଶା ବାସିନ୍ଦା ହେଇଥିବେ, ଏଣିକି ଆପଣ ଓଡ଼ିଶାରେ ବସବାସ କରୁଥିବେ। 2 ନମ୍ବରଟି ହେଲା ଆପଣଙ୍କର ରେସନ କାର୍ଡ଼ ଥିବ, NFS ବା SFS। ଦୁଇ ପ୍ରକାର ରେସନ କାର୍ଡ଼, ଗୋଟେ ହେଉଛି ନ୍ୟାସନାଲ ଫୁଡ ଆଉ ଗୋଟେ ହେଉଛି ଷ୍ଟେଟ୍ ଫୁଡ। ଏଇ ଦୁଇଟି ଯଦି ଆପଣଙ୍କର ରେସନ କାର୍ଡ଼ ଅଛି ତ ଆପଣ ସୁଭଦ୍ରା ଯୋଜନାରେ ଆବେଦନ କରିବା ପାଇଁ ଯୋଗ୍ୟ ହେବେ। ନଚେତ୍ ଯଦି ଆପଣଙ୍କର ଏହି ଦୁଇଟି କାର୍ଡ଼ରେ ଆପଣଙ୍କର ନାଁ ନାହିଁ ତ କଣ ଯୋଗ୍ୟ ହେବା ପାଇଁ ଆପଣଙ୍କର ବାର୍ଷିକ ଆୟ 2.5 ଲକ୍ଷ ଟଙ୍କାରୁ କମ୍ ଥିବ, ତେବେ ଆପଣ ସୁଭଦ୍ରା ଯୋଜନାରେ ଆବେଦନ କରିପାରିବେ। ଆଉ ଗୋଟେ କଣ ଯୋଗ୍ୟତା ଅଛି ଦରକାର, ଆପଣଙ୍କର 21 ବର୍ଷରୁ 60 ବର୍ଷ ହେଇଥିବା ଦରକାର। 21 ପ୍ଲସ୍ 60ରୁ କମ୍ ହେଇଥିବା ଦରକାର। ତ ବର୍ତ୍ତମାନ 2025ରେ କଣ ନୂଆ ଏଜ୍ ପାଇଁ ନୂଆ କ୍ରାଇଟେରିଆ କଣ ଅଛି ଏଠି ଦେଖନ୍ତୁ। ତ 2025-26 ଆର୍ଥିକ ବର୍ଷ ପାଇଁ ଆପଣଙ୍କୁ ଏଜ୍ କ୍ରାଇଟେରିଆ ହେଉଛି 1 ଏପ୍ରିଲ 2025। 1 ଏପ୍ରିଲ 2025 ସୁଦ୍ଧା ଆପଣଙ୍କୁ 21 ବର୍ଷ କିମ୍ବା ତାଠୁ ଅଧିକ କିମ୍ବା 60 ବର୍ଷରୁ କମ୍ ହେଇଥିବେ। ଏଇଟା ହେଲା 2025-26 ପାଇଁ ଆପଣଙ୍କ ଯୋଗ୍ୟତା କ୍ରାଇଟେରିଆ ଆପଣଙ୍କର ଏଜ୍ରେ। ମନେ ରଖନ୍ତୁ 1 ଏପ୍ରିଲ 2025, ଏଇଟା ଆପଣ କାଲକୁଲେଟ୍ କରିବେ ଆପଣଙ୍କ ଡେଟ୍ ଅଫ୍ ବାର୍ଥରେ 1 ଏପ୍ରିଲ 2025 ସୁଦ୍ଧା ଆପଣଙ୍କର 21 ବର୍ଷ ହେଉଛି କି ନାହିଁ। ଏ ଥିଲା ଆପଣଙ୍କର ଏଜ୍ରେ କ୍ରାଇଟେରିଆ। ତାପରେ ଦେଖନ୍ତୁ ଏଇଟା ତ ସରିଗଲା। ତାପରେ ଅଯୋଗ୍ୟରେ ସେମିତି କିଛି ପରିବର୍ତ୍ତନ ନାହିଁ, ପରିବର୍ତ୍ତନ ହେଇଛି ଖାଲି ଏଇ ଟଙ୍କାଟା। ଆପଣ ଯଦି କୌଣସି ଇନଷ୍ଟିଚ୍ୟୁଟରେ ଆପଣ ପାଠ ପଢ଼ୁଛନ୍ତି ତ ଆପଣଙ୍କର ବାର୍ଷିକ ସ୍କଲାରସିପ୍ 18,000 ଟଙ୍କାରୁ ଅଧିକ ଅଛି। ସ୍କଲାରସିପ୍ ମନେ ରଖନ୍ତୁ। ସ୍କଲାରସିପ୍ ଆପଣଙ୍କର କେତେ 18,000 ଟଙ୍କାରୁ ଅଧିକ ଅଛି, ତ ଆପଣ ସୁଭଦ୍ରା ଯୋଜନାରେ ଆପଣ ଅଯୋଗ୍ୟ ଆପଣ ଆପ୍ଲାଏ କରିପାରିବେ ନାହିଁ। ଏ ଥିଲା ବିଶେଷ ପରିବର୍ତ୍ତନ, ତା ସେମିତି କିଛି ଆଉ ପରିବର୍ତ୍ତନ ନାହିଁ। ତ ମୁଁ ବର୍ତ୍ତମାନ ଆପଣଙ୍କୁ ଜଣେଇବି ଯେ କଣ ନା ଏହାର ଲାଷ୍ଟ ଡେଟ୍ କେବେ ଅଛି, ସେମିତି କିଛି ପରିବର୍ତ୍ତନ ଆଉ ନାହିଁ। ଆଗରୁ ଯାହା ଅଯୋଗ୍ୟତା ମାନଦଣ୍ଡ ଥିଲା ସେଇଟା ହିଁ ସବୁ ଲାଗୁ ଅଛି, କିନ୍ତୁ ଏଇ ଦିଟା ହିଁ ପରିବର୍ତ୍ତନ ହେଇଛି। ଏଜ୍ରେ ଆପଣଙ୍କର ପରିବର୍ତ୍ତନ ହେଇଛି, ଆପଣଙ୍କର ସ୍କଲାରସିପ୍ରେ ପରିବର୍ତ୍ତନ ହେଇଛି। ତ ଆପଣଙ୍କୁ ଲାଷ୍ଟ ଡେଟ୍ ମୁଁ ଏବେ ଜଣାଉଛି ଯେ ଲାଷ୍ଟ ଡେଟ୍ କେବେ ଅଛି। ଏଠି ଦେଖନ୍ତୁ, ଆର୍ଥିକ ବର୍ଷ 2025 ପାଇଁ ନୂତନ ପଞ୍ଜୀକରଣ ସୁଭଦ୍ରା ପୋର୍ଟାଲ 1 ନଭେମ୍ବର 2025ରୁ 30 ନଭେମ୍ବର 2025 ପର୍ଯ୍ୟନ୍ତ ଚାଲିବ। ଏଣିକି ଆପଣଙ୍କର ଲାଷ୍ଟ ଡେଟ୍ ହେଉଛି 30 ନଭେମ୍ବର। 30 ନଭେମ୍ବରରେ ଆପଣଙ୍କର ଲାଷ୍ଟ ଡେଟ୍ ହବ। ଦେଖନ୍ତୁ ଗୋଟେ ଲେଖା ହେଇଛି ନୂଆପଡ଼ା ଜିଲ୍ଲା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ଖୋଲା ଅଛି। ନୂଆପଡ଼ା ଜିଲ୍ଲାର ଯେତିକି ଜଣ ସୁଭଦ୍ରା ଯୋଜନା ହିତାଧିକାରୀ ଆପଣ ଆପ୍ଲାଏ କରିପାରିବେ ନାହିଁ, କାହିଁକି ନା ନୂଆପଡ଼ା ଜିଲ୍ଲାରେ ବର୍ତ୍ତମାନ ଇଲେକ୍ସନ ହବାର ଅଛି, ସେଇଥିପାଇଁ ନୂଆପଡ଼ା ଜିଲ୍ଲାକୁ ବାଦ ଦିଆ ହେଇଛି। ତା ବ୍ୟତୀତ ଅନ୍ୟ ସବୁ ଜିଲ୍ଲା ମାନଙ୍କରେ ଆପଣ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ମୋ ସେବା କେନ୍ଦ୍ରକୁ ଯାଇକି ଆପଣ ଆବେଦନ କରିପାରିବେ। ଆଉ ଯଦି ପୁରା ସମ୍ପୂର୍ଣ୍ଣ ତଥ୍ୟ ଆପଣ ଚାହୁଁଛନ୍ତି ତ subhadra.odisha.gov.in ପୋର୍ଟାଲରେ ଆପଣ ଯାଇକି ଆପଣ ଚେକ୍ କରିପାରିବେ। ଏହା ଥିଲା ଆଜିର ଇନଫର୍ମେସନ୍, ଏଣିକି ଯୋଗ୍ୟତାରେ କଣ ପରିବର୍ତ୍ତନ ହେଇଛି ଆପଣ ଜାଣିଲେ ଏବଂ ଲାଷ୍ଟ ଡେଟ୍ କେବେ ଅଛି ଆପଣ ଜାଣିଲେ। ତା ପୂର୍ବରୁ ଆପଣ ପଞ୍ଜୀକରଣ କରନ୍ତୁ। ଲାଷ୍ଟ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ, କାହିଁକିନା ଲାଷ୍ଟରେ ସର୍ଭର ଜାମ୍ ରହିବ। ତା ପୂର୍ବରୁ ଆପଣ ଯଥାଶୀଘ୍ର ଆପ୍ଲାଏ କରିନିଅନ୍ତୁ।